ଏବେ ବି ରୁଦ୍ର ମହାରଥୀ ଯେତେବେଳେ ଯାଆନ୍ତି କୌଣସି ସରକାରୀ ଅଫିସକୁ କାମ ହେଇଯାଏ ନା ଯେ ଆପଣ ଯେହେତୁ ପାୱାରରେ ନାହାନ୍ତି ବୋଲିକି ଟାଳଟୁଳ ନୀତି ଅବଲମ୍ବନ କରନ୍ତି ଅଫିସର ମାନେ? ଦେଖନ୍ତୁ, ମୁଁ ବ୍ୟକ୍ତିଗତ କାମ ପାଇଁ କେବେ ଅଫିସରଙ୍କ ପାଖକୁ ଯାଏନି କି ଯିବି ବି ନାହିଁ। ହଁ। ମୁଁ ଯଦି କେତେବେଳେ ଅନ୍ୟାୟ ହେଇଛି, ଅତ୍ୟାଚାର ହେଇଛି, କେତେବେଳେ ନିମ୍ନମାନର କାମ ହେଇଛି କି କିଛି ଅଞ୍ଚଳର ବିକାଶ ଧାରାରେ ବାଧାପ୍ରାପ୍ତ ହେଉଛି, କିଛି କାର୍ଯ୍ୟ କରିବା ଦରକାର, ସେଇଠି ନିଶ୍ଚୟ ମୁଁ ସ୍ୱର ଉଠେଇବି। ଅଞ୍ଚଳର ବିକାଶ ଧାରା ପାଇଁ, ଲୋକଙ୍କର ସୁରକ୍ଷା ପାଇଁ, ସୁବିଧା ଅସୁବିଧାରେ ମୁଁ ଠିଆ ହେବି। ବ୍ୟକ୍ତିଗତ କାମ ପାଇଁ କେବେ ଯିବି ନାହିଁ, କିନ୍ତୁ ଅଞ୍ଚଳର ବିକାଶରେ ଯିଏ ବାଧା ଦେବ ତାକୁ ଛାଡ଼ିବି ନାହିଁ। ଆଚ୍ଛା, ଜୀବନରେ ଏମିତି କିଛି ମୁହୂର୍ତ୍ତ ମନେ ଅଛି ଯେଉଁ ମୁହୂର୍ତ୍ତ ଆଜି ବି ମନେ ପଡ଼ିଲେ ବହୁତ ଦୁଃଖ ଲାଗେ? ସେମିତି ତ ବହୁତ ଘଟଣା ଅଛି, କିନ୍ତୁ ବିଶେଷ କରି ଯେତେବେଳେ ବାପାଙ୍କର ଦେହାନ୍ତ ହେଇଥିଲା ସେତେବେଳର ଘଟଣା। କାହିଁକିନା ବାପା କୋଭିଡ଼ର ଲଢ଼େଇରେ ଜିତି ଯାଇଥିଲେ, କୋଭିଡ଼ରୁ ନେଗେଟିଭ୍ ହେଇକି ଘରକୁ ଫେରିଥାନ୍ତି। ତାର ପରଦିନ ପୁଣି ବାପାଙ୍କୁ ଆଡ଼ମିଟ୍ କରିବା ପାଇଁ ପଡ଼ିଲା, କାହିଁକିନା ବାପାଙ୍କର ଅକ୍ସିଜେନ୍ ଲେବୁଲ୍ ମେଣ୍ଟେନ୍ ହେଉନଥିଲା, କିନ୍ତୁ କୋଭିଡ଼ ନେଗେଟିଭ୍ ଥିଲେ। ଏବଂ ବାଧ୍ୟ ହୋଇକି ଆମେ ଗୋଟେ ପ୍ରାଇଭେଟ୍ ହସ୍ପିଟାଲକୁ ତାଙ୍କୁ ଚିକିତ୍ସା ପାଇଁ ନେଇଥିଲୁ, କାହିଁକିନା ପ୍ରାୟତଃ ସବୁ ହସ୍ପିଟାଲ ଫିଲ୍ଅପ୍ ଥିଲା କୋଭିଡ଼ ପାଇଁ। ଧନ୍ୟବାଦ ଦେବି କିଛି ନେତୃତ୍ୱମାନଙ୍କୁ, ବିଶେଷ କରି ମୋର ବଡ଼ ଭାଇ ବବି ଭାଇଙ୍କୁ। ସେ ବହୁତ ସହଯୋଗ କରିଥିଲେ। ସେତେବେଳେ ନିଜେ ଆସିକି ବାପାଙ୍କୁ କେମିତି ଆମେ ବେଷ୍ଟ ଟ୍ରିଟମେଣ୍ଟ ଦେଇପାରିବା ହସ୍ପିଟାଲକୁ ନେଇକି ଯାଇଥିଲେ। କିନ୍ତୁ ତା ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା ନିମୋନିଆ ହେଇଯାଇଛି, ପାଖାପାଖି କଣ୍ଡିସନ୍ ବହୁତ କ୍ରିଟିକାଲ ହେଇଗଲା। କିନ୍ତୁ ଗୋଟିଏ ଜିନିଷ ଯେଉଁଟା ପଚାରିଲେ କ'ଣ ଦୁଃଖ ଲାଗେ, ମୋର ମନେ ଅଛି ବାପା ହସ୍ପିଟାଲରେ ଥାଆନ୍ତି, ମୁଁ ଯାଏ, ମୁଁ ତ ବାପାଙ୍କ ପାଖରେ ଥିଲି ସେତେବେଳେ। ବାପା ଗୋଟେ ବଢ଼ିଆ କଥା କହିଥିଲେ ମୋତେ, କହିଲେ ବାପାଙ୍କୁ କ୍ରିକେଟ୍ ଖେଳ ଦେଖିବା ପାଇଁ ବହୁତ ପସନ୍ଦ। ସେତେବେଳେ IPL ଚାଲିଥାଏ, ସେ ମୋବାଇଲରେ ଆଲାଉ ନଥାଏ। ମୁଁ ଯାଇଥାଏ, ମୋତେ କହିବେ ଟିକେ ମୋବାଇଲ ଲଗେଇଲେ ଦେଖିବା। ଆଉ ଆସେମ୍ବଲି କେବେ ଅଛି ତାର, ଆଉ 10-12 ଦିନ ପରେ ଆସେମ୍ବଲି ଆରମ୍ଭ ହେବାର ଥିଲା। ଆପଣ ଜାଣିଛନ୍ତି ଆସେମ୍ବଲିର ଗୋଟେ ପ୍ରୋସେସ୍ ଥାଏ। 15 ଦିନ ଆଗରୁ ପ୍ରଶ୍ନ ଦେବା ପାଇଁ ପଡ଼େ। ଆପଣଙ୍କର ଯେଉଁ ପ୍ରଶ୍ନ ଦେବେ ତାର ଯେଉଁ ଲିଖିତ ଉତ୍ତର ଆସିବ 15-20 ଦିନ ଆଗରୁ ଆପଣଙ୍କୁ ଦେବା ପଡ଼େ, ସବମିଟ୍ କରିବା ପାଇଁ ପଡ଼େ। ବିଭିନ୍ନ ବିଭାଗର ପ୍ରଶ୍ନ, ତା ଉତ୍ତର ଆସିବ। ସିଏ କ୍ୱେଶ୍ଚିନ୍ ଆୱାରରେ ହେଉ କି ଆପଣଙ୍କର 0 ଆୱାରରେ ହେଉ, ତାପରେ ଆଲୋଚନା ହୁଏ। ବାପା ସେତେବେଳେ ମୋତେ କହିଥିଲେ ଏଥର ଆସେମ୍ବଲିରେ ବହୁତ କିଛି ମୁଁ କ୍ୱେଶ୍ଚିନ୍ ଦେଇଛି, ଆଲୋଚନା କରିବାର ଅଛି, ଆଉ ମୁଁ ଜଲ୍ଦି ସୁସ୍ଥ ହେଇକି ଗଲେ ମୋତେ ବି ଭଲ ଲାଗୁନି। ବାବା ଲୋକଙ୍କ ସହିତ ମିଶିବା ଲୋକ, ସେ ଘରେ କେବେ ଏକୁଟିଆ ରହିବା ମୁଁ ଦେଖିନି, ଆମେ ଛୁଆବେଳୁ ବି ଦେଖିନୁ। ତାଙ୍କୁ ବି ମାନେ ଗୋଟେ ବହୁତ ଅଜୀବ ଲାଗୁଥିଲା। ସେ କୋଭିଡ଼ରେ ସଂଘର୍ଷ କରିକି ପାଖାପାଖି 14-15 ଦିନ ଆଇସୋଲେସନ୍ରୁ ରହିକି ଆସିଥିଲେ, ପୁଣି ଗୋଟେ ଦିନ ପରେ ପୁଣି ଆଡ଼ମିଟ୍ ହେଇଥାନ୍ତି। ଏବଂ ଦୁଃଖର ବିଷୟ, ତାର 2 ଦିନ ପରେ ବାପାଙ୍କର ନିମୋନିଆ ହେଇଥିଲା। ନିମୋନିଆ ପରେ ତାଙ୍କର ମଲ୍ଟି ଅର୍ଗାନ୍ ଫେଲୁଅର୍ ହେଇକି ଡେଥ୍ ହେଇଗଲା। ସେ ଯେଉଁ ଅଧୁରା ସ୍ୱପ୍ନ ଥିଲା ତାଙ୍କର, କି ମୋତେ ଏଇ ଆସେମ୍ବଲିରେ ବହୁତ କିଛି ପଚାରିବାର ଥିଲା, ସେ ସୁଯୋଗ ଆଉ ମିଳିନଥିଲା। ମୋତେ ସୁଯୋଗ ତ ମିଳିଲା ତା ପରବର୍ତ୍ତୀ ସମୟରେ, ପାଖାପାଖି 1.5 ବର୍ଷେ ପରେ ଲାଗିଲା। କାହିଁକିନା ମୋର ବି ଜାଣିଛନ୍ତି ବିଧାୟକ ହେବା ଏତେ ସହଜ ନଥିଲା। 3 ଥର ବାଇ ଇଲେକ୍ସନର ସାମ୍ନା କରିଥିଲି ବିଭିନ୍ନ। ମୁଁ ବୋଧେ ଆପଣ ଦେଖିବେ ଯଦି ମାର୍ଚ୍ଚ 2021 ବୋଧେ 20 ନା 21 ମାର୍ଚ୍ଚରେ ମୁଁ ନୋମିନେସନ୍ କରିଥିଲି, ଅକ୍ଟୋବରରେ MLA ହେଇଥିଲି। ମାନେ ଗୋଟେ ଲମ୍ବା ଫେଜ୍ ଥିଲା। 2021ର ମାର୍ଚ୍ଚରୁ ଅକ୍ଟୋବର ପାଖାପାଖି 6 ମାସ ଧରିକି ମୁଁ ବିଧାୟକ କ୍ୟାଣ୍ଡିଡେଟ୍ ହେଇକି ଥିଲି। 3 ଥର ଇଲେକ୍ସନ୍ ହେଇଥିଲା। ପ୍ରଥମ ଥର ଆପଣ ଜାଣିଛନ୍ତି ଗୋଟେ ଦିନ ଇଲେକ୍ସନ୍ ଥିଲା, କଂଗ୍ରେସର ବିଧାୟକ ପ୍ରାର୍ଥୀଙ୍କର ଦେହାନ୍ତ ହେଇଯାଇଥିଲା, ସେ ଇଲେକ୍ସନ୍ କ୍ୟାନସଲ୍ ହେଇଥିଲା। ତା ପରବର୍ତ୍ତୀ ସମୟରେ ପୁଣି ଇଲେକ୍ସନ୍ ଡିକ୍ଲେୟାର ହେଲା। ସିଏ ପୁଣି ଗୋଟେ ନୂଆ ଧାରାରେ ଇଲେକ୍ସନ୍ ପ୍ରଚାର ପାଇଁ ଦାୟିତ୍ୱ ମିଳିଥିଲା। ଆପଣଙ୍କ ସହିତ 4 ଜଣ ଲୋକ ପ୍ରଚାରରେ ଯାଇପାରିବେ, ଗାଡ଼ି ନେଇପାରିବେନି, ଆପଣ ବୁଲି ବୁଲି ପ୍ରଚାର କରିବେ ଚାଲିକି। ସେଇ ଫେଜ୍ ବି ମୁଁ ଦେଖିଛି। ସିଏ ପୁଣି ତାର 15 ଦିନ ପରେ ଯେହେତୁ କୋଭିଡ଼ର କେସ୍ ବଢ଼ିଗଲା, ସିଏ ବି କୋଭିଡ଼ ପାଇଁ ଇଲେକ୍ସନ୍ ବାତିଲ ହେଲା। ତାପରେ ପୁଣି 3-4 ମାସ ପରେ ଇଲେକ୍ସନ୍ ଡିକ୍ଲେୟାର ହେଇଥିଲା। ବହୁତ ସଂଘର୍ଷ ଥିଲା, ଏତେ ସହଜ ନଥିଲା ବିଧାୟକ ହେବା ପାଇଁ। କିନ୍ତୁ ସେ ସଂଘର୍ଷ ଭିତରେ ବହୁତ କିଛି ଶିଖିଲି ମଧ୍ୟ। ପେସେନ୍ସ ଆସିଲା, ଡିସିପ୍ଲିନ୍ ଆସିଲା, ବହୁତ ଲୋକଙ୍କ ସହିତ ବ୍ୟକ୍ତିଗତ ଭାବରେ ଯୋଗାଯୋଗ କରିବା ପାଇଁ ସୁଯୋଗ ମିଳିଲା। କାହିଁକିନା ମୁଁ ରାଜନୀତିରେ ଆଗରୁ ଏତେ ଆକ୍ଟିଭ୍ ନଥିଲି, ତ
ତ ସବୁ ଡିଫିକଲ୍ଟ ଟାଇମ୍ରେ କିଛି ପଜିଟିଭ୍ ଚିନ୍ତା କରିବା ଦରକାର, ତା ଦେହରୁ ପଜିଟିଭ୍ କାଢ଼ିଲେ ଆମେ ଆଗକୁ ବୋଧହୁଏ ଯାଇପାରିବା।